जागर प्रतीक प्रज्वलन से नीलकंठ प्रिय हम जो शिव ठाकुर कहले हे प्रिय पार्वती मुझे नीलकंठ नीलकंठर ओलटा अर्थ बुझे मानमयी पार्वती कहे नीलकंठ आज्ञा शिवंकर गोटे नाम हूँ नीलकंठ मयूर अन्य नाम हूँ नीलकंठ कहे तुम मयूर जदि तुम मयूर नीलकंठ मयूर तुम जदि तो मयूर तुम चेका मेका करू ना देखी नाचे मयूर मानमयी पार्वती बुझे कहे चेका मेका करू तुम जदि मयूर तुम चेका मेका कहीं शब्द करूना लज्जित हेले शिव शुणुना पार्वती कहे ये नीलकंठ नामटी को पार्वती बुझे ना
କିଛି ଶୁଣୁନାହାନ୍ତି ପାର୍ବତୀ କଣ କରିବି ମୁଁ ମଶା ଖାଇଗଲା ବୋଲେ ଓହମ ସ୍ଥାଣୁ ଶିବଙ୍କର ଗୋଟିଏ ନାମ ହଉଛି ସ୍ଥାଣୁ ସଦାବେଳେ ଧ୍ୟାନ ମଗ୍ନ ଥାନ୍ତି ସ୍ଥାଣୁ ଭାବରେ ଥାନ୍ତି ନାଇଁ ତେଣୁ ସେଇ ନାମଟିକୁ ଯେତେବେଳେ ଶିବ ଠାକୁର କହିଲେ କହିଲେ ସ୍ଥାଣୁ ଆଜ୍ଞା ଓଲଟା ଅର୍ଥରେ ବୁଝିଲେ ମାନମୟୀ ପାର୍ବତୀ କହିଲେ କିମପି ପ୍ରଚଳିତ କହିଲେ ତମେ ଯଦି ସ୍ଥାଣୁ ଲଣ୍ଡା ବୃକ୍ଷକୁ ସ୍ଥାଣୁ ବୋଲି କୁହାଯାଏ ଲଣ୍ଡା ବୃକ୍ଷ କହିଲେ ବୃକ୍ଷ କୋଉଦିନ ଚାଲିଥିଲା ତମେ ଚାଲି ଚାଲିକା ଏଠାକୁ ଆସିଲ କେମିତି ଆସିଲା ଏଠାକୁ ଲଜ୍ଜିତ ହେଲେ ଶିବ କହିଲେ ଇଏ ସ୍ଥାଣୁ ନାମଟିକୁ ମଧ୍ୟ ବୁଝିଲେ ନା କହିଲେ ଜୀବିତେଶ ଶିବାୟାଂ ନହେଲେ ମୁଁ ପୁରା ପାର୍ବତୀଙ୍କର ଶିବ ଶିବା ନହେଲେ ମୁଁ ପାର୍ବତୀଙ୍କର ଜୀବନ୍ତ ସ୍ୱାମୀ ମାନେ ବଞ୍ଚିଥିବା ସ୍ୱାମୀ ମୁଁ ସେଇ ତମ ସ୍ୱାମୀ ଆଇ ମିନ୍ ହଜବେଣ୍ଡ କବାଟ ଫୁଲ ଯେତେବେଳେ ଏତିକି କଥା କହିଛନ୍ତି ଆଜ୍ଞା ଆଉ ଓଲଟା ଅର୍ଥ ପାର୍ବତୀ ଆଉ ପାଇବେ କୁଆଡୁ ତାଙ୍କ ବୁଦ୍ଧି ଗୁଡୁ ତମେ କମି ଯାଇ ସାରିଲଣି ଇଂଲିଶରେ କଥାବାର୍ତ୍ତା କରୁଛନ୍ତି ତା ଭିତରେ ଆଉ କଣ ଭେଟ ପଡିଲେ କି ଆଉ ଯେତେବେଳେ ଦ୍ୱାରଟାକୁ ଉନ୍ମୁକ୍ତ କରିଦେଇଛନ୍ତି ଆଜ୍ଞା ଭିତର ପୁରକୁ ପ୍ରବେଶ କଲେ କୈଳାସକୁ ଆଜ୍ଞା ଦେବଦେବ ମହାଦେବ ଆଡ଼ ମୁଖ ହେଇକିରି ଆଜ୍ଞା ବସିଛନ୍ତି ପାର୍ବତୀ ଦ୍ୱାରଟାକୁ ଆଜ୍ଞା ବନ୍ଦ କରିକିରି ଖୋଲି ଦେଇଛନ୍ତି ଯେତେବେଳେ ମାନମୟୀ ପାର୍ବତୀ ମାନ କରିକିରି ବସିଛନ୍ତି ଶିବ ଯେତେ ପ୍ରକାର କହିଲେ ଆଜ୍ଞା ଜମା କଥା ହଉନାହାନ୍ତି ମୁହଁଟା ବୁଲେଇ ଯାଉଛନ୍ତି तुम्हें राग नहीं जानो सुनो बाबा को सुनो अरे सुनो मैं तुमको भत्ता कर देवी बाबा सुनो ना सुनो सुनो बाबा तुम्हें इच्छी लगी टिके मो मुंह को एते घाड़ू में देखुछ बाबा टिके चाहू ना କହିଲେ ଆଜ୍ଞା ପାର୍ବତୀଙ୍କର ମାନ କଣ ଭାଙ୍ଗିବ ମାନ ଭାଙ୍ଗିବା ପୁଅ କବି ସୂର୍ଯ୍ୟ ବଳଦେବ ରଥ ତାକୁ ଭଳି ଆଉ କେହି ମାନ ଭଞ୍ଜନ କହିପାରିବେ ଯାହା କରୁଛନ୍ତି କରନ୍ତି କବି ସୂର୍ଯ୍ୟ ବଳଦେବ ରଥ ଯେଜେକୁ ହଉଛି ଜର ଜନନୀ ଯେଜେକୁ ହଉଛି ଜର କ୍ଷୀର ଭାଣ୍ଡୁ କ୍ଷୀର ଖାଲ ଜନନୀ ନ ଖାଇଲେ ତୁଇ ମର କବି ସୂର୍ଯ୍ୟ ବଳଦେବ ରଥ କେମିତି ଆଜ୍ଞା ଭକ୍ତି ଥିଲା କବି ସୂର୍ଯ୍ୟ ହେଲେ ମାଙ୍କ ପଦରେ ଅଚଳାଚଳ ଭକ୍ତି ଥିଲା ଦିନକରେ ଆଜ୍ଞା ଜେଜେଙ୍କ ଦେହ ଖରାପ ହେଇଛି ବନ ଦୁର୍ଗା ତାଙ୍କ ଘରେ ଥାନ୍ତି ବନ ଦୁର୍ଗାଙ୍କର ସେବା କରିବା ପାଇଁ ଯାଇଛନ୍ତି ଆଜ୍ଞା ସେଦିନ ବଳଦେବ ରଥ କହିଲେ ମୋ ଜେଜେକୁ ତ ଜ୍ୱର ହେଇଛି ଦେବୀଙ୍କର ପୂଜା କରିବ କିଏ କ୍ଷୀର ଭାଣ୍ଡରେ କ୍ଷୀର ନେଇଛନ୍ତି ଯାଇକିରି ପହଞ୍ଚିଲେ ଆଜ୍ଞା ପହଞ୍ଚି ଯାଇକି କ୍ଷୀର ଭାଣ୍ଡଟିକୁ ଏତ ପୂଜା ଜାଣିନାହାନ୍ତି ଛୋଟିଆ ପିଲା କ୍ଷୀର ଭାଣ୍ଡଟାକୁ ବନ ଦୁର୍ଗାଙ୍କ ଆଗରେ ରଖିଦେଲେ କହିଲେ ମା 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 ଜେଜେଙ୍କର ଦେହ ଖରାପ ମୋ ଜେଜେକୁ ହୋଇଛି ଜ୍ୱର ଲଜନୀ ଜେଜେକୁ ହୋଇଛି ଜ୍ୱର କ୍ଷୀର ଭାଣ୍ଡୁ କ୍ଷୀର ଖା ଲଜନୀ ନ ଖାଇଲେ ତୁଇ ମର ଦେହ ଖରାପ ସେ ତ ପୂଜା କରିବା ପାଇଁ ଆସିପାରିଲେ ନା କ୍ଷୀର ଭାଣ୍ଡଟା ତୁ ଆଗ ରଖିଲି ତୋର ଖାଇବୁ ନହେଲେ ଭୋକରେ ମରିବୁ ମୋର କଣ ଅଛି ଦେଖନ୍ତୁ ଆଜ୍ଞା କେମିତି ନିଷ୍କପଟ ସରଳ ହୃଦୟ ପିଲାର କଥାକୁ ମା ସେଦିନ ଶୁଣିଗଲେ ସତକୁ ସତ ମା ଆସିକିରି ଆଜ୍ଞା କ୍ଷୀର ତକ ପିଇଦେଲେ ଦେଖିଲେ କ୍ଷୀର ଭାଣ୍ଡଟା ଖାଲି କ୍ଷୀର ଭାଣ୍ଡଟାକୁ ନେଇକିରି ବଳଦେବ ରଥ ଚାଲିଲେ ଆଜ୍ଞା ଜେଜେଙ୍କ ନିକଟ କହିଲେ ଜେଜେ ମା ସବୁ ତ କ୍ଷୀର ଖାଇଦେଲେ ଖାଇଦେଲେ ସବୁ ଇଏ ଟୋକାଟା ପିସାଦ କରୁଛି ହେଲେ ମା କୋଉଦିନ କ୍ଷୀର ଖାଇଦେଲେ ୟା ପାଖରୁ ଖାଇଲି କହିଲେ ମା ଖାଇଲେ ବା କହିଲେ ସବୁ କ୍ଷୀର ତ ତୁ ଖାଇଛୁ କହିଲେ ମୁଁ ଖାଇଲି ମା ଖାଇଲି ଆଶ୍ଚର୍ଯ୍ୟ ହେଲେ ସେଦିନ ଜ୍ୱରରେ ଥରି ଥରିକିରି ଜେଜେ ଗଲେ
ହେଲେ ମା ଦେଖିଲେ ଚନ୍ଦନ କସ୍ତୁରୀର ବାସ୍ନା ଆଜ୍ଞା ଆସୁଛି ସେ ମଣ୍ଡପ ପାଖରୁ ମାଙ୍କର ହେଇଛି ଆବିର୍ଭାବ ବଳଦେବ ରଥ ସେଦିନ ଆଜ୍ଞା ଜେଜେଙ୍କ ପାଖରୁ ଶୁଣିଲେ ଯଦି କ୍ଷୀର ଖାଇଛି କହିଲେ ଆମେ କଣ ଖାଇବୁ ଆମେ ତ କ୍ଷୀର ଖାଇଥାନ୍ତୁ ମା ଖାଇସାରିଲେ ମାଙ୍କ ପାଖରେ ଲାଗିଗଲା ପରେ ଆମେ ଖାଇବୁନି ଆମେ ଉପାସ ରହିବୁ ଆଜି ଆଉ ତେଣୁ ଆଜ୍ଞା ବଳଦେବ ରଥ ଏତିକି କଥା କହିକିରି କଇଁ କଇଁ ହେଇକିରି କାନ୍ଦିଲେ ଜେଜେ କହିଲେ ଯାଉନା କୋଉ ମା ଟା କାନ୍ଦିବ ପୁଅ ମା ଦେଖିବ ଯାଉନି ସେଇ ମା କୁ କହିବୁ କ୍ଷୀର ଦବ ତୋତେ ବୋଲେ ମା ଦବ ଦବ ନା ଆଉ କାନ୍ଦିବୁ ମା ଦେଖିବ ଜେଜେ ଆଜ୍ଞା ଦୃଢତା ଦେଇଦେଲା ଆଜ୍ଞା ପିଲା ମନରେ କ୍ଷୀର ଭାଣ୍ଡଟାକୁ ଧରିଲା ଯାଇକି ରଖିଦେଲା ବନ ଦୁର୍ଗାଙ୍କ ଆଗରେ କହିଲେ ମା ସବୁତକ ଖାଇଲୁ ଆମେ କଣ ଖାଇବୁ ନା ଭୋକ ରହିବୁ କ୍ଷୀର ଦେ ଏତିକି ବେଳେ ଆଜ୍ଞା ପ୍ରସନ୍ନ ହେଇଗଲେ କବି ବଳଦେବ ରଥଙ୍କ ନିକଟରେ ବକ୍ଷ ନିଗାଡ଼ି ମା କ୍ଷୀର ଦେଲେ ସେ କ୍ଷୀରକୁ ଖାଇଲେ କବି ବଳଦେବ ରଥ ସୂର୍ଯ୍ୟ କବି ସୂର୍ଯ୍ୟ ହେଇ ଉଦୟ ହେଲେ ମାଙ୍କର କରୁଣା ମାଙ୍କ ବିନା କରୁଣାରେ କେହି ଆଜ୍ଞା କବି ସୂର୍ଯ୍ୟ ହେଇନଥାନ୍ତି ବନ ଦୁର୍ଗାଙ୍କର କୃପା ହେଲା କବି ସୂର୍ଯ୍ୟ ହେଇଗଲେ ଆଜ୍ଞା ମାନଭଞ୍ଜନ ଗୋଟିଏ ରଚନା କଲେ ମାନଭଞ୍ଜନ ଲେଖିବା ପୁଅ ଇଏ ହଉଛନ୍ତି କବି ସୂର୍ଯ୍ୟ ବଳଦେବ ରଥ ନାଇଁ ପାର୍ବତୀଙ୍କ ମାନ ଭାଙ୍ଗିବା ପାଇଁ ଦେବଦେବ ମହାଦେବ ଗଲେ ପଦଟେ ମୁଁ ପଢୁଛି রাখি বাড়ি রাখি মনরু মান মনরু মান মনরু মান বাড়ি ধরে বাড়ি রাখি মনরু মান বাড়ি ধরে বাড়ি রাখি মনরু ପଦ୍ମନାଥର କାହାଙ୍କର କହିଲେ ଲୋ ପଦ୍ମନାଥୀ ଇଏ ମନରେ କାହିଁକି ଆଉ ତୁ ଅଭିମାନ କରିଛୁ ମାନ ଟିକେ ଭାଙ୍ଗିଦେ ମନରୁ ମାନ ମାରିଦେ ଇଏ ତୋ ଚରଣ ସେବା ଭଳି ଇଏ ତୋ ଚରଣ ସେବା ଭଳି ନହିଲି ଯେ ବେଲାଳି 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 ଆମ ଗାଈ ଦିଆଇ ମହତ ଆମ ଗାଈ ଦିଆଇ ମହତ ସାରି ଦେଲେ ଗାଈ କାଟି ଯଦି ତୋ ନିକଟରେ ମୁଁ ଦୋଷ କରିଛି ମତେ ଗାଳି ଦିଆଇ ମହତ ଯଦି ମୁଁ କିଛି ଦୋଷ କରିଛି ଗାଳି ଦେଇକି ମୋ ମହତ ସାରିଦେ ଯାହା ପାରୁଛୁ ଗାଳିଦେ ନନସେନ୍ସ ଇଡ଼ିଅଟ ମାଇଣ୍ଡେଡ ଫାଦର ମାଇଣ୍ଡେଡ ମିସଟା what is the matter from the top ଗାଳି ମୁଁ କିଛି ନନସେନ୍ସ ଗାଳି ଖାଲି ଗାଳି ଦିଆଇ ମହତ ସାରି ନେ ପଦେ କଥା ମଗୁଲୁ ଯା ମାମା ଇତି ଲାଗିଲେ ହବ ହଁ ଇଏ ଦାସ ନାଶରେ ମାନସ ଦାସ ନାଶରେ ମାନସ ବାବା ବଳିଛି ଯେବେ ନାରିସ ଦାସ ନାଶରେ ମାନସ ବଳିଛି ଯେବେ ନାରିସ ବଳିଛି ଯେବେ ନାରିସ ଦାସ ନାଶରେ ମାନସ ବଳିଛି ଯେବେ ନାରିସ ପରଜନା ରାଜୱାରୀ ପରଜନା ରାଜୱାରୀ ଆମ ପରଜନା ରାଜୱାରୀ ଆମ ତିରି ଦେବେ ବାରି ଜାତି ମନରୁ ମନ ମାରି ଦେବେ ବାରି ଜାତି ମନରୁ ମନ ମାରି ଦେବେ ବାରି ଜାତି ଦାସ ନାଶରେ ମାନସ ବଳିଛି ଯେବେ ନାରିସ କରଜ ନାରାଚ ମାରି ଚିରିଦେ କରଜ ଦ୍ୱାରା ତୋ ନଖ ଦ୍ୱାରା ମୋ ବକ୍ଷଟାକୁ ତୁ ବିଦୀର୍ଣ୍ଣ କରିଦେ ନଖ ଦେଖି ପାର ନଖ ଦେଖି
দেখি নখ দেখি ହଁ ଏଇ ନଖ ଦ୍ୱାରା ମୋ ଛାତିଟାକୁ ଚିରି ଦେଲ ବାର ସାବଧାନ ମୋ ସାର୍ଟ ଯେମିତି ନଚିରେ ଆଲୋ ଦାସ ଦାସ ରେ ମାନସ ପଡ଼ିଛି ଯେ ମାନସ ଦାସ ଦାସ ରେ ମାନସ ପଡ଼ିଛି ଯେ ମାନସ କର ଜନା ରାସ ମାରି ମାରି ଜାତି ମନରୁ ମନ ମାରି ଦେ ଏତେ କଥା କହିନି ମୋତେ ହେଲା ମୁକ୍ତି ଶୁଣନ ଟିକେ ନା ବସିକି ବାହାର କହିଲେ ଚାପୁର ଶୁଣି ପାର୍ବତୀ ଯେତେ ପ୍ରକାର ବୁଝେଇଲେ ଇଏ ପାର୍ବତୀଙ୍କର ମାନ ଭାଙ୍ଗୁନି ଇତି ଲାଗନ୍ତି ମୋର ଶଙ୍କା ଖାଇବି ଧର ମୁଁ ଯାଇଥିଲି ଟିକେ ନହେଲା ମୁଁ ତପସ୍ୟାର ତୁମେ ଭାବୁଛ ମୋ ଜଟା ନାହିଁ କି ନା ଜଟା ଥିଲା ଶିବ ଆଉ ଜଟା ରଖୁନାହାନ୍ତି ପୁଣି ହଉଛି କାଟି ଦେଇଛନ୍ତି ଜଟା